ଆଜିର ଭିଡ଼ିଓରେ ଆମେ କୋର୍ 2ର ୟୁନିଟ୍ 1 ସନେଟ୍ ସମ୍ପର୍କରେ ଏକ ଲଙ୍ଘଚିହ୍ନ ଆଲୋଚନା କରିବା। ପୂର୍ବ ଭିଡ଼ିଓରେ ଆମେ ସନେଟ୍ କାହାକୁ କୁହାଯାଏ, ସନେଟ୍ର ଗଠନ ଶୈଳୀ ସମ୍ପର୍କରେ ଆଲୋଚନା କରିଛେ। ଯେଉଁମାନେ ସେ ଭିଡ଼ିଓଟିକୁ ଦେଖିନାହ ପ୍ଲେଲିଷ୍ଟକୁ ଯାଇ ଦେଖିନେବ। ଆଜି ଆମେ ଆଉ ଗୋଟେ ନୂଆ ଲଙ୍ଘଚିହ୍ନ ଆଲୋଚନା କରିବା। ଓଡ଼ିଆ ସାହିତ୍ୟରେ ସନେଟ୍ର ଗଠନ ରୀତି ଓ ପରିକଳ୍ପନା ଓ ବୈଶିଷ୍ଟ୍ୟ ସମ୍ପର୍କରେ ଯାହା ଜାଣ ଲେଖ। ଭାରତବର୍ଷରେ ଇଂରେଜୀ ଭାଷାର ପ୍ରଚଳନ ପ୍ରସାର ଫଳରେ ଶିକ୍ଷାର ବିକାଶ ଘଟିଥିଲା। ଓଡ଼ିଶାରେ ଇଂରେଜମାନଙ୍କ ଆଗମନ ଅର୍ଥାତ୍ ଓଡ଼ିଶାକୁ କେବେ ଇଂରେଜମାନେ ଆଗମନ କରିଥିଲେ? 1803 ମସିହାରେ ଓଡ଼ିଶାକୁ ଇଂରେଜମାନେ ଆଗମନ କରିଥିଲେ। ଫଳରେ ରାଜନୀତି, ସାହିତ୍ୟ, ଶିକ୍ଷାନୀତି, ସମାଜନୀତି, ଚଳଣି, ପରମ୍ପରାରେ ପରିବର୍ତ୍ତନ ଘଟିଥିଲା। ଅର୍ଥାତ୍ 1803 ମସିହାରେ ଓଡ଼ିଶାକୁ ଇଂରେଜମାନେ ଅଧିକାର କଲେ। ଫଳରେ ସେ ସମୟରେ ଆମର ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଅତି ନଗଣ୍ୟ ଅର୍ଥାତ୍ ପୁରାତନ ରୀତିରେ ଚାଲିଥିଲା। ସେମାନେ ଆସିବା ଫଳରେ ସେମାନଙ୍କର ଧର୍ମ ପ୍ରଚାର କରିବା, ବିଭିନ୍ନ ମୁଦ୍ରଣ ଛାପା କଳକାରଖାନା ଖୋଲିବା ପାଇଁ, ତାଙ୍କର ସହାୟତା ପାଇଁ ସେମାନେ ସର୍ବପ୍ରଥମେ ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱ ଦେଇଥିଲେ। ପୁଣି ଶିକ୍ଷାର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଲେ। ପୁଣି ସେଇ ଯୋଗୁଁ ବିଭିନ୍ନ ପ୍ରକାର ବିଦ୍ୟାଳୟ ପ୍ରତିଷ୍ଠା କଲେ, ସ୍କୁଲ କଲେଜ ତିଆରି କଲେ। ଫଳରେ ଶିକ୍ଷାର ବିକାଶ ହେଲା ଏବଂ ଆମର ସାମାଜିକ ରୀତିନୀତି ଇତ୍ୟାଦି ପରମ୍ପରାରେ ମଧ୍ୟ ପରିବର୍ତ୍ତନ ଦେଖାଦେଲା। ଓଡ଼ିଆ କବିମାନେ ସନେଟ୍ ରଚନା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। କବିମାନଙ୍କ ରଚନାବଳୀରେ ସେକ୍ସପିୟରଙ୍କ ରୀତିକୁ ଅନୁସରଣ କରିଥିଲେ, ଆଉ କେତେକ କବି ପେଟ୍ରାର୍କୀୟ ଶୈଳୀକୁ ଅନୁସରଣ କଲେ। ଓଡ଼ିଆ କବିଙ୍କ ରଚନାରେ ପେଟ୍ରାର୍କୀୟ ରୀତିର ଅଷ୍ଟକ ଷଷ୍ଠକ ବିଭାଗରେ କ୍ୱଚିତ୍ ଦେଖିବାକୁ ମିଳିଥିଲା। ଅର୍ଥାତ୍ ଓଡ଼ିଆ କବିମାନେ ଯେଉଁ ସନେଟ୍ ରଚନା କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, ସେଥିରେ ସେମାନେ ସେକ୍ସପିୟରିଆନ୍ ରୀତିକୁ ଅଧିକ ଗ୍ରହଣ କରିଥିଲେ। କ୍ୱଚିତ୍ ମାନେ ବହୁତ କମ୍ ଦେଖାଯାଇଥିଲା ପେଟ୍ରାର୍କୀୟ ଶୈଳୀ ଅନୁସରଣ କରିବାର। ଓଡ଼ିଆ ସନେଟ୍ରେ ମିତ୍ରାକ୍ଷର, ଏକାନ୍ତର ମିତ୍ରାକ୍ଷର ଓ ଅମିତ୍ରାକ୍ଷର ଏହି ତ୍ରିବିଧ ପଦ ରଚନାଗୁଡ଼ିକ ବିଧି ଉପଲବ୍ଧି ହୁଏ। ଆଧୁନିକ କବିମାନେ ମୁକ୍ତ ଛନ୍ଦ ପ୍ରୟୋଗ କରି ସନେଟ୍ ରଚନା କରିଛନ୍ତି। ମୁକ୍ତ ଛନ୍ଦର ସନେଟ୍ ବ୍ୟତୀତ ଅନ୍ୟାନ୍ୟ ସନେଟ୍ ଧାଡ଼ିଗୁଡ଼ିକ ସାଧାରଣତଃ 14 ଅକ୍ଷର ଓ କ୍ୱଚିତ୍ 18 ଅକ୍ଷର ବିଶିଷ୍ଟ ଅଟେ। ଅର୍ଥାତ୍ ଆଧୁନିକ ଯୁଗରେ ଯେଉଁ ସନେଟ୍ ସବୁ ରଚନା କରାଗଲା, ସେଥିରେ 14 ଧାଡ଼ି, ବେଳେବେଳେ 18ଟି ଧାଡ଼ି ମଧ୍ୟ ରହୁଥିଲା। କ୍ୱଚିତ୍ ମାନେ ବହୁତ କମ୍ 18ଟି ଧାଡ଼ିରେ କିଏ ରଚନା କରୁଥିଲେ। ଅନେକ କବି ସନେଟ୍ ଗୁଚ୍ଛ ମଧ୍ୟ ରଚନା କରିଛନ୍ତି। ଏହି କ୍ରମରେ ଅନେକ ବିଷୟବସ୍ତୁକୁ ନେଇ ଓଡ଼ିଆ ସନେଟ୍ ରଚିତ ହୋଇଅଛି। କିଏ ସନେଟ୍ ରଚନା କରିଥିଲେ 14 ଧାଡ଼ି ବିଶିଷ୍ଟ, ତ କିଏ 18 ଧାଡ଼ି ବିଶିଷ୍ଟ, କିନ୍ତୁ ବହୁ କମ୍ ପରିମାଣରେ 18 ଧାଡ଼ି ବିଶିଷ୍ଟ ଲେଖୁଥିଲେ। କିଏ ସନେଟ୍ ଗୁଚ୍ଛ ବା ପୁରା ସନେଟ୍ ପୁରା ଗୋଟେ ବହି ପରିକା, ଗ୍ରନ୍ଥ ପରିକା ସନେଟ୍ ପୁରା ରଚନା କରୁଥିଲେ। ଆଧୁନିକ ଓଡ଼ିଆ ସାହିତ୍ୟର ଭକ୍ତ କବି ମଧୁସୂଦନ ରାଓ ଥିଲେ ଆଦ୍ୟ ସନେଟ୍ ରଚୟିତା। ଅର୍ଥାତ୍ ଇଟାଲୀୟ ସାହିତ୍ୟରେ ଯେପରି ପେଟ୍ରାର୍କୀୟ ହେଉଛନ୍ତି ସନେଟ୍ର ପ୍ରବର୍ତ୍ତକ, ସେହିପରି ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରବର୍ତ୍ତକ ଥିଲେ ମଧୁସୂଦନ ରାଓ। ବସନ୍ତ ଗାଥା କବିତାମାଳାରେ ସନେଟ୍ମାନଙ୍କ ସମାହାର ଦେଖିବାକୁ ମିଳିଥାଏ। ବସନ୍ତ ଗାଥା ମଧୁସୂଦନ ରାଓ ରଚନା କରିଥିଲେ। ସେଠିରେ ଅନେକ ଗୁଡ଼ିଏ ସନେଟ୍ ରଚନା ହୋଇଥିବାର ଦେଖାଯାଏ। ଏ ସମସ୍ତ ସନେଟ୍ ଗୁଡ଼ିକ ପେଟ୍ରାର୍କୀୟ ଓ ସେକ୍ସପିୟରୀୟ ସନେଟ୍ ଗୀତିର ମିଶ୍ରିତ ମିଳନରେ ରଚିତ। ଅର୍ଥାତ୍ ଏହି ଦୁଇଟି ଶୈଳୀକୁ ଅନୁସରଣ କରି ସେଇ ବସନ୍ତ ଗାଥା ରଚିତ ହୋଇଥିବା ବସନ୍ତ ଗାଥା କବିତାମାଳାରେ ଯେଉଁ ସନେଟ୍ ଗୁଡ଼ିକ ରହିଛି, ସେଇ ଏହି ଦୁଇଟି ଶୈଳୀକୁ ଅନୁସରଣ କରି ରଚିତ ହୋଇଛି। ଏହାର ଶେଷ ଦୁଇ ଧାଡ଼ି ସେକ୍ସପିୟରିଆନ୍ ନୀତିମୂଳକ ବ୍ୟକ୍ତିଗତ ପ୍ରେମ ପ୍ରଣୟ, ପ୍ରକୃତି ପ୍ରୀତି, ବନ୍ଧୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ତଥା ଅତୀନ୍ଦ୍ରିୟ ଚେତନା ଓ ରହସ୍ୟବାଦୀ ଚିନ୍ତାଧାରାକୁ ନେଇ ଗଠିତ। ବ୍ୟାସକବି ଫକୀରମୋହନ ସେନାପତି ଅନେକ ସନେଟ୍ ରଚୟିତା। ପ୍ରେମ, ବିରହ, ବିଚ୍ଛେଦ, ଗ୍ଳାନି, ହତାଶା ତଥା ବ୍ୟକ୍ତିବିଶେଷଙ୍କର ଗୁଣ କୀର୍ତ୍ତନ, ଈଶ୍ୱରଙ୍କ ଚିନ୍ତାରେ ଗରୀୟାନ। ଫକୀରମୋହନଙ୍କ ଦ୍ୱାରା ରଚିତ ପୂଜାଫୁଲ ଏକ ସ୍ମରଣୀୟ ସୃଷ୍ଟି। ଏ କ୍ଷେତ୍ରରେ ଗଙ୍ଗାଧର ମେହେରଙ୍କ ଅଧିକ କୃତିତ୍ୱ ହାସଲ କରିଛନ୍ତି। ତାଙ୍କ ରଚିତ ଅର୍ଘ୍ୟଥାଳୀ ଓ କବିତାମାଳା ଥିବା ସନେଟ୍ ଗୁଡ଼ିକ ବ୍ୟକ୍ତିଗତ ସୁଖ ଦୁଃଖରେ ବାଣୀ ବହନ କରିଛି। ଅର୍ଥାତ୍ ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ ଅର୍ଘ୍ୟଥାଳୀରେ ଅନେକ ଗୁଡ଼ିଏ ସନେଟ୍ ରହିଛି। ସେହି ସନେଟ୍ ଗୁଡ଼ିକର ବିଷୟବସ୍ତୁ କ'ଣ? ବ୍ୟକ୍ତିଗତ ସୁଖ ଦୁଃଖ ବାଣୀକୁ ନେଇ ରଚିତ ହୋଇଛି। ଗଙ୍ଗାଧରଙ୍କ ରଚନାରେ ବିଶେଷତଃ ବିଲୁପ୍ରୀତି ଓ ଜୀବନ ଦାର୍ଶନିକ ସୁଲଭ ଦୃଷ୍ଟିଭଙ୍ଗୀ ମହକ ବାରି ହୋଇପଡ଼େ। ସେହିପରି ନନ୍ଦକିଶୋରଙ୍କ ସନେଟ୍ ଗୁଡ଼ିକ ବ୍ୟକ୍ତିଗତ ସୁଖ ଦୁଃଖର ବାଣୀ ବହନ କରିଛି। ତାଙ୍କ ରଚିତ ବସନ୍ତ କୋକିଳ ସନେଟ୍ ଗୁଡ଼ିକରେ ପୌରାଣିକ ଚରିତ୍ର ଓ ବ୍ୟକ୍ତିବିଶେଷଙ୍କର ପ୍ରସଙ୍ଗକୁ ନେଇ ରଚିତ। ଏହି ସମୟର ସନେଟ୍ ରଚନା କରୁଥିବା କବିମାନେ ହେଲେ ଚିନ୍ତାମଣି ମହାନ୍ତି, ଗୋଦାବରୀଶ ମହାପାତ୍ର, ପଦ୍ମଚରଣ ପଟ୍ଟନାୟକ, ବ୍ରଜମୋହନ ପଣ୍ଡା ପ୍ରଭୃତି।
ପୁଣି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ କବିମାନଙ୍କ ମଧ୍ୟରେ ବୈକୁଣ୍ଠନାଥ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ମାୟାଧର ମାନସିଂହ, କୁଞ୍ଜବିହାରୀ ଦାସ, ରାଧାମୋହନ ଗଡ଼ନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରଭୃତି କବିଗଣ ସନେଟ ରଚନା କ୍ଷେତ୍ରରେ ସୁନାମ ଅର୍ଜନ କରିଛନ୍ତି। ସମସାମୟିକ କବି ଭାବେ ମାୟାଧର ମାନସିଂହ ହିଁ ସନେଟ ରଚନାରେ ସଫଳ ହୋଇଥିଲେ। ଅର୍ଥାତ୍ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ସଫଳ ସନେଟ ରଚୟିତା ହେଉଛନ୍ତି ମାୟାଧର ମାନସିଂହ। ତାଙ୍କ ସନେଟ ସିନେଟ ଲେଖାଇଛି। ସନେଟ ହେବ ସନେଟ ସଂକଳନ ମଧ୍ୟରୁ ହେମପୁଷ୍ପ ଅକ୍ଷତ ଗୁଡ଼ିକରେ ସ୍ଥାନିତ। ସନେଟ ଗୁଡ଼ିକ ପ୍ରଧାନତଃ 4 ପାଦ ବିଶିଷ୍ଟ, 3ଟି ସ୍ତବକ ଓ ପ୍ରାନ୍ତରେ 2 ପଦ ବିଶିଷ୍ଟ ଏକ ପଦ ପରିଲିଖିତ ହୁଏ। ଅର୍ଥାତ୍ ଏଠିରେ ସେକ୍ସପିୟରିଆନ ଶୈଳୀ ଅନୁସରଣ କରାଯାଇଛି। ପ୍ରଣୟନ ଓ ବ୍ୟକ୍ତିଗତ ବିବିଧ ଭାବନାକୁ ନେଇ ତାଙ୍କର ସନେଟ ଗୁଡ଼ିକ ରଚିତ। ଏବେ ଆମେ ଦେଖିବା ଓଡ଼ିଆ ସନେଟର ବୈଶିଷ୍ଟ୍ୟ। ଓଡ଼ିଆ ସନେଟ ଗୁଡ଼ିକ ସାଧାରଣତଃ 14 ଅକ୍ଷର, କେବେ କେବେ ଅଷ୍ଟାଦଶ ଅକ୍ଷର ସମ୍ବଳିତ ପଂକ୍ତିର ଆବଦ୍ଧ କବିତା। ଅର୍ଥାତ୍ ଏଥିରେ କୁହାଯାଇଛି ଯେ ଓଡ଼ିଆ ସନେଟ ଗୁଡ଼ିକ 14 ଅକ୍ଷର ମାନେ ଗୋଟିଏ ପ୍ରତ୍ୟେକ ଧାଡ଼ିରେ 14ଟି ଅକ୍ଷର ରହିଥାଏ, ପୁଣି 14ଟି ଧାଡ଼ି ରହିଥାଏ। ଗୋଟିଏ କବିତାରେ 14 ଧାଡ଼ି, ପ୍ରତ୍ୟେକ ଧାଡ଼ିରେ 14ଟି ଅକ୍ଷର ବା 18ଟି ଅକ୍ଷର ରହିଥାଏ। କ୍ୱଚିତ୍ ମାନେ ବହୁତ କମ୍ ପରିମାଣରେ 18 ଭାବରେ ବ୍ୟବହୃତ ହୋଇଥାଏ। ଏଥିରେ ଗୋଟିଏ ମାତ୍ର ଭାବକୁ ପ୍ରଦର୍ଶିତ କରାଯାଇଥାଏ। କେବଳ ଗୋଟିଏ ମାତ୍ର ଭାବକୁ ନେଇ ସନେଟ ରଚନା ହୋଇଥାଏ। ଅନ୍ୟାନ୍ୟ ଗୀତିକାବ୍ୟ ରୂପ ଅପେକ୍ଷା ସନେଟ ନିର୍ମାଣ ରୀତିଗତ ଶୃଙ୍ଖଳା ଅଧିକ ଅନୁସୃତ ହେଉଥିବାରୁ ଏହାର ସ୍ୱତଃସ୍ଫୂର୍ତ୍ତତା ଅପେକ୍ଷାକୃତ କମ୍ ମନେ ହୋଇଥାଏ। ଏଟା ଟାଇପିଂ ମିଷ୍ଟେକ୍ ହେଇଯାଇଛି, ସ୍ୱତଃସ୍ଫୂର୍ତ୍ତତା ହେବ। ଓଡ଼ିଆରେ ଏକାନ୍ତର ମିତ୍ରାକ୍ଷର, ମିତ୍ରାକ୍ଷର ଓ ଏକାନ୍ତର ମିତ୍ରାକ୍ଷର, ମିତ୍ରାକ୍ଷର ଓ ମିତ୍ରାକ୍ଷର ଓ ଏକାନ୍ତ ମିତ୍ରାକ୍ଷର ସମ୍ବଳିତ ତ୍ରିବିଧ ରୀତିର ପଦମିଳନ ରୀତି ଦେଖିବାକୁ ମିଳିଥାଏ। ଇଟାଲୀୟ ରୀତିର ଅଷ୍ଟକ ଓ ଷଷ୍ଠକ ବିଭାଗ ଓଡ଼ିଆ ସନେଟରେ କ୍ୱଚିତ୍ ପରିଲିଖିତ ହୋଇଥାଏ। ଅର୍ଥାତ୍ ଇଟାଲୀୟ ସାହିତ୍ୟରେ ଯେଉଁ ଅଷ୍ଟକ ଷଷ୍ଠକ ନିୟମ ଅଛି, ଓଡ଼ିଆ ସାହିତ୍ୟରେ ବହୁତ କମ୍ ବା କ୍ୱଚିତ୍ ପରିମାଣ ଦେଖିବାକୁ ମିଳେ। ସାଧାରଣତଃ ଓଡ଼ିଆ କବିମାନେ ସେକ୍ସପିୟରଙ୍କ ରୀତିକୁ ଅନୁସରଣ କରିଥାନ୍ତି। ଅର୍ଥାତ୍ ଏଥିରେ ଯେଉଁ 3ଟି ଚତୁର୍ଥ ଧାଡ଼ି ବିଶିଷ୍ଟ ଆଉ ଗୋଟିଏ ଲାଷ୍ଟରେ ଯେଉଁ 2 ଧାଡ଼ି ବିଶିଷ୍ଟ ରହିଥାଏ, ସେହି ଶୈଳୀକୁ ଓଡ଼ିଆ କବିମାନେ ଅଧିକ ପରିମାଣରେ ଗ୍ରହଣ କରିଥାନ୍ତି। ସାମ୍ପ୍ରତିକ ସମୟରେ କେତେକ ତରୁଣ କବିମାନେ ଏହି ସନେଟ ରଚନା ମାଧ୍ୟମରେ ବିଭିନ୍ନ ଭାବ ପ୍ରକାଶ କରିବା ଦିଗରେ ନିଜ ନିଜର ଓଜସ୍ୱିନୀ ଭାବ ପ୍ରକାଶ କରିବା ସହିତ ପ୍ରତିଭାର ଛାପ ପ୍ରଦାନ କରି ଚାଲିଛନ୍ତି। ସେମାନେ ଏହାର ବିଷୟବସ୍ତୁ ପରିସରକୁ ଯେପରି ସମ୍ପ୍ରସାରିତ କରିପାରିଛନ୍ତି, ସେପରି ଛନ୍ଦ ଯୋଜନାରେ ମଧ୍ୟ ନିଜର ବୈଶିଷ୍ଟ୍ୟତାକୁ ପ୍ରଦର୍ଶନ କରିଛନ୍ତି। ଏହିପରିକି ବିଷମ ଅକ୍ଷର ବିଶିଷ୍ଟ ମୁକ୍ତ ଛନ୍ଦରେ ମଧ୍ୟ ଅନେକ 14 ପଂକ୍ତି ସମ୍ବଳିତ କବିତା ରଚନାରେ ସେମାନେ ନିଜର କବିତ୍ୱକୁ ପ୍ରମାଣିତ କରିଛନ୍ତି। ପୁଣି ଏହିପରି ଭାବରେ କେତେକ କବିମାନେ ରଚିଛନ୍ତି ପରବର୍ତ୍ତୀ ସମୟରେ ନିଜର ଓଜସ୍ୱିନୀ ପ୍ରତିଭା ଏହି ସନେଟ କବିତା ମାଧ୍ୟମରେ ଦେଖାଇ ଚାଲିଛନ୍ତି ଏବଂ ପୁଣି କେତେବେଳେ ମୁକ୍ତାକ୍ଷର ଛନ୍ଦରେ ମଧ୍ୟ ରଚନା କରିଛନ୍ତି। ନିଜର ବୈଶିଷ୍ଟ୍ୟତାକୁ ପ୍ରତିପାଦନ ବା ପ୍ରଦର୍ଶନ କରିଛନ୍ତି। ଏହିପରି ଭାବରେ ବିଭିନ୍ନ ପ୍ରକାର ସନେଟ ରଚନା କରି ନିଜର କବିତ୍ୱକୁ ପ୍ରମାଣିତ କରିଛନ୍ତି। ଆଜିର ଭିଡ଼ିଓରେ ଆମେ ଓଡ଼ିଆ ସାହିତ୍ୟରେ ସନେଟ ସମ୍ପର୍କରେ ଆମେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଆଉ ଗୋଟେ ନୂଆ ଲଙ୍କ କୋଶ୍ଚିନ୍ ସହିତ ଦେଖା ହେବା। ଜୟ ଜଗନ୍ନାଥ।